ଆମେ ସମସ୍ତେ କୋଲକାତା ଆସନସୋଲ ଯାଇଥିଲେ ଖେଳିବା ପାଇଁ ଟାଇକୋଣ୍ଡୋ ଯେ ଏଥିରେ ଟାଇକୋଣ୍ଡୋରେ ସମସ୍ତେ କିଏ କିଏ ଗୋଲ୍ଡ ମେଡ଼ାଲ ପାଇଛି, ମୁଁ ବି ପାଇଛି ଏଠି। ସମସ୍ତେ ପିଲା ଆଉ ମୁଁ ବି ସମସ୍ତେ କାକରରେ ପୁରା ଖେଳିକି ଫାଇଟ୍ କରିକି କିକ୍ ପଞ୍ଚ କରିକି ସମସ୍ତେ ପୁରା କାକରରେ ଭିଜିକି ଆମେ ସମସ୍ତେ ଖେଳିଛେ। ଆଉ ଆମର ମ୍ୟାମ୍ ଆଉ ସାର୍ଙ୍କୁ ବହୁତ ଧନ୍ୟବାଦ, ଏତିକି ମାନେ ଆମକୁ ଶିଖେଇକି ଆଉ ଏତେ କଷ୍ଟ କରିକି ଆମେ ବି ଏତେ କଷ୍ଟ କରିକି ସମସ୍ତେ ମାନେ ଏତେ କରିଛେ ଆଉ ଟାଇକୋଣ୍ଡୋ ବି କରିଛେ ଆଉ ସେଥିପାଇଁ ଆମେ ଗୋଲ୍ଡ ମେଡ଼ାଲ ପାଇଛେ। ଆଉ ଆମେ କଷ୍ଟ କଲେ ବି ଫଳ ପାଇବେ ଯେଉଁଟା କୁହନ୍ତି ଆମକୁ। ତ ଆମେ ଓଡ଼ିଶା ଟିମ୍ ନେଇକି ଯାଇଥିଲୁ ଏଠୁ 25 ଜଣ ପାର୍ଟିସିପେଟ୍ ନେଇକି ଯାଇଥିଲୁ ଟୋଟାଲ୍ ସବୁ ଡିଷ୍ଟ୍ରିକ୍ଟରୁ ମିଶାଇକି। ଆଉ ବିଶେଷ କରି ଆମର SMS ଏକାଡେମୀ ଆଉ RC ଦୀପ୍ତରଙ୍ଗଠାରେ ଏଠି ବ୍ରାଞ୍ଚ ଆମର ଅଛି, ଏଠି ମୁଖ୍ୟ ପ୍ରାକ୍ଟିସ୍ ଅଭ୍ୟାସ ସ୍ଥଳୀ। ତ ଯେଉଁଠୁ ଏଇଠୁ ହିଁ ପିଲା କିଛି ବାହାରିକି ଯାଇଥିଲେ ଆଉ ପିଲା ବହୁତ ପରିଶ୍ରମ ବି କରିଛନ୍ତି। ତ ଏବେ ନ୍ୟାସନାଲରେ ବି ସମସ୍ତେ ବଢ଼ିଆ ରେଜଲ୍ଟ କରିଛନ୍ତି। ଆଉ ଓଡ଼ିଶାକୁ ସେକେଣ୍ଡ ମିଳିଛି ରନର୍ସ ଅପ୍, ଝାଡ଼ଖଣ୍ଡ ଆମର ଫାର୍ଷ୍ଟ ପୋଜିସନ୍, ମଣିପୁର ଥାର୍ଡ଼ ପୋଜିସନ୍ ଅଛି। ତା ଭିତରେ ଡିସିପ୍ଲିନରେ ବି ଓଡ଼ିଶାକୁ ବି ଦେଇଛନ୍ତି। ତ ବିଶେଷ କରି ଛୁଆମାନଙ୍କୁ ଧନ୍ୟବାଦ ଦେବି, ଏତେ ଥଣ୍ଡାରେ ଆସାନସୋଲ ଯାଇକି ଖେଳିକି ମାନେ ଆସିବା ପରେ ବି ସେମାନେ ଆଜି ବାଇଟ୍ ଦେବା ପାଇଁ ଆସିଛନ୍ତି ଏବଂ ଏଇ ମିଡ଼ିଆ କନଫରେନ୍ସକୁ ଆସିଛନ୍ତି। ପ୍ରଥମେ ତ ମୁଁ କହିବି ଆମ କଣିହା ପାଇଁ ଏକ ଗର୍ବ ଆଉ ଗୌରବ। ଆମ ଅଞ୍ଚଳର ପିଲା ଯାଇକି ରାଜ୍ୟସ୍ତରୀୟ ନାଁ କମେଇକି ଟାଇକୋଣ୍ଡୋରେ ଆସିଲେ ଏବଂ ବଡ଼ ଦୁଃଖର ସହ କହୁଛି କି ପିଲାମାନଙ୍କୁ ସହଯୋଗ ମିଳୁନି, ଯେଉଁଥିପାଇଁ କି ସେମାନେ ଯେତିକି ତାଙ୍କ ପାଖରେ ପ୍ରତିଭା ଅଛି ସେମାନଙ୍କ ପାଖରେ ବହୁତ ଭଲ ପ୍ରତିଭା ଅଛି ଏବଂ ଭଲ କରିକି ଦେଖାଉଛନ୍ତି। ସହଯୋଗ ମିଳିଲେ ସେ ଆହୁରି ବି ଭବିଷ୍ୟତରେ ଭଲ କରିବେ ବୋଲି ମୁଁ ଆଶା ପ୍ରକାଶ କରୁଛି। ମୁଁ ପ୍ରାଣପଣେ ଚେଷ୍ଟା କରିବି ଯେମିତି ଏଇ SMS ଏକାଡେମୀକୁ ନେଇକି ବହୁତ ଆଗରେ ପହଞ୍ଚାଇବା ପାଇଁ ମୋର ସଦାସର୍ବଦା ଚେଷ୍ଟା ଜାରି ରହିବ। କଣିହା ଅଞ୍ଚଳ ଆସିକି ବାର୍ତ୍ତା ଦେବି କି ଏଇ SMS ଏକାଡେମୀର ଉତ୍ତରତର ଉନ୍ନତି ହେଉ, ଏତିକି ମୁଁ ବାର୍ତ୍ତା ଦେବି। ମୁଁ ପ୍ରଥମେ ତ SMS ଏକାଡେମୀର କୁନି କୁନି ପିଲାମାନଙ୍କୁ ତ ପ୍ରଥମେ କଂଗ୍ରାଚୁଲେସନ୍ ଦେଉଛି। ସେମାନେ ଯେହେତୁ ଜାତୀୟ ସ୍ତରରେ ବହୁତ ଗୋଟେ ନାଁ କମେଇ ଆସିଛନ୍ତି, ସେକେଣ୍ଡ ପୋଜିସନ୍ ହେଇଛନ୍ତି। ଆଉ ତାଙ୍କର କୋଚ୍ ଆଉ ତାଙ୍କ ଅନିଲ କୁମାର ରାଉଳ ଆଉ ସେଥିପାଇଁ ପ୍ରଧାନକୁ ବି ବହୁତ ବହୁତ ଧନ୍ୟବାଦ ଦେଉଛି। ଯେହେତୁ ଆମର କଣିହା ପ୍ରଭୁ ସବୁ କୁନି କୁନି ପିଲାମାନଙ୍କୁ ନେଇ ଗୋଟେ ଜାତୀୟ ସ୍ତରର ମଞ୍ଚ ପ୍ରଦାନ କରୁଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଉ ତାପରେ ଆମର ଦୀପ୍ତରଙ୍ଗ କ୍ଲବ୍ ବି ମାନେ ବହୁତ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେମାନେ ତାକୁ ବହୁତ ପ୍ରକାର ବି ସ୍କୋପ୍ ଦେଉଛନ୍ତି, ଯେମିତି ଆଗକୁ ଆହୁରି ଟିକେ ମାନେ ସେମାନେ କେମିତି ଉଚ୍ଚସ୍ତରୀୟ ମାନେ ଇଏ ପାଇବେ, ଆମର ଟ୍ରେନିଂ ପାଇବେ, ସେଇଟା ବି ବ୍ୟବସ୍ଥା ସେମାନଙ୍କୁ ଅନୁରୋଧ କରାଯିବ ସେମାନେ କେମିତି କରିବେ। ଅଛି ଆମର NTPC କଣିହାରେ ବି ବହୁତ CSR ଆକ୍ଟିଭିଟିରେ ବହୁତ ବି କାମ ହେଉଛି ଆଉ NTPCର ମ୍ୟାନେଜମେଣ୍ଟ ବି ସେଥିପାଇଁ ବହୁତ ବି ସହଯୋଗର ହାତ ବଢ଼ାଉଛନ୍ତି। ଯେମିତି ଆମର ସ୍କୁଲ ଆଥଲେଟିକ୍ସ, ତାପରେ ବାହାର ମାନେ ଯେତେ CSR ୱାର୍କ ହେଉଛି NTPCର ହାତ ମାନେ ସଦାବେଳେ ଆଗରେ ହିଁ ରହୁଛି। ଆମର ଏଠି ପାଖରେ ବହୁତ ପ୍ଲାଣ୍ଟ ଅଛି କିନ୍ତୁ NTPCର ହାତ ସଦାବେଳେ CSR ପାଇଁ ସଦାବେଳେ ଆଗରେ। SMS ଏକାଡେମୀ ଇଏ ଗୋଟିଏ ଏମିତି ସଂସ୍ଥା ଯିଏକି ବର୍ତ୍ତମାନ ରାଜ୍ୟସ୍ତରୀୟ ଏବଂ ଜାତୀୟ ସ୍ତରରେ ନାଁ କମାଇବାକୁ ଆରମ୍ଭ ହୋଇଗଲାଣି ଏବଂ ବହୁତ ମଧ୍ୟ ମେଡ଼ାଲ ପାଇଗଲେଣି। ଆଗକୁ ମଧ୍ୟ କଣିହା ଅଞ୍ଚଳର ସବୁ ପ୍ରତିଭା ଖୋଜିକି ବାହାର କରାଯିବ ଏବଂ ରାଜ୍ୟ ସ୍ତରରେ ଏବଂ ଜାତୀୟ ସ୍ତରରେ ସେମାନଙ୍କର ନାଁ କମିବ ଏବଂ ଆନ୍ତର୍ଜାତୀୟ ସ୍ତରକୁ ମଧ୍ୟ ତାକୁ ଉନ୍ନତ କରାଯିବା ପାଇଁ ସବୁ ପ୍ରକାର ଚେଷ୍ଟା ଏବଂ ବ୍ୟବସ୍ଥା ଗ୍ରହଣ କରାଯିବ। ଦେଖନ୍ତୁ କଳକାରଖାନା ଯେତେ ଗୁଡ଼ିଏ କଳକାରଖାନା ଅଛି, କୌଣସି କମ୍ପାନୀ କୌଣସି ଇଣ୍ଡଷ୍ଟ୍ରି ଏ SMS ଏକାଡେମୀ ଏପର୍ଯ୍ୟନ୍ତ କୌଣସି ସାହାଯ୍ୟର ହାତ ବଢ଼ାଇ ନାହିଁ ଏବଂ ତାଙ୍କୁ ଆମର ଅନୁରୋଧ କରୁଛୁ ଯେ ଆମର SMS ଏକାଡେମୀ କେମିତି ଜାତୀୟ ସ୍ତରରେ ନାଁ କମେଇବ ଏବଂ ଆନ୍ତର୍ଜାତୀୟ ସ୍ତରରେ ତା'ର ପ୍ରତିଭା ପ୍ରଦର୍ଶନ କରିବ ଏବଂ କମ୍ପାନୀ ତରଫରୁ ଆମକୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉ।